ଏ ଚ୍ୟାନେଲଟା ଖୋଲିଲି ବହୁତ କଷ୍ଟରେ। ମୋର ଅଲରେଡ଼ି ଆଗରୁ ଗୋଟେ ଚ୍ୟାନେଲ ଥିଲା, ତ ମୁଁ ସେଥିରେ ଖୋଲିଲି ବହୁତ 700-800 ସବସ୍କ୍ରାଇବ୍ ଥିଲା। କିନ୍ତୁ ସେ ପ୍ରୋବ୍ଲେମ୍ ସେ ଚ୍ୟାନେଲ ଛାଡ଼ିବାର କାରଣ ହେଲା କି ସେଥିରେ ସବୁ ମୋର ରିଲେଟିଭ୍ ଆଉ କିଛି ସାଙ୍ଗ ବହୁତ ସାରା ଅଛନ୍ତି, ଆଉ ଇନଷ୍ଟାରେ ବି ମୋର ଆକାଉଣ୍ଟ ଅଛି। ତ ମୁଁ ଭିଡ଼ିଓ ବନାଏ, ତ ଲୋକମାନଙ୍କୁ କାହିଁକି ଜାଣି ମୁଁ ଜାଣିନି, ଲୋକମାନେ ସେ ଭିଡ଼ିଓ ଦେଖିଲା ପରେ ମୋତେ ମାନେ ମଜାକ ଉଡ଼ାନ୍ତି, ହସନ୍ତି, କହନ୍ତି କି ଆରେ କ'ଣ ଭିଡ଼ିଓ ବନାଉଛନ୍ତି ପଗଳା ନା ଇଏ ସିଏ, ଏରା କ'ଣ ହେବ ଭିଡ଼ିଓ। ମୁଁ କହେ ନା, ଏମାନଙ୍କ ପାଖରେ ଭିଡ଼ିଓ ବନେଇ କିଛି ମୋର ଲାଭ ନାହିଁ, ଏମାନେ ସବୁ ମଜାକ ଉଡ଼େଇବେ। ତ ମୋର କନଫିଡେନ୍ସ ସେଇଠୁ ମୋର ଡାଉନ୍ ହେଇଯାଏ। ତ ମୁଁ ସେଥିପାଇଁ ଭାବିଲି କି ନା, ଗୋଟେ କାମ କରିବି, ମୁଁ ଏକେଲା ଗୋଟେ ଚ୍ୟାନେଲ ଖୋଲିବି, ପୁରା ପ୍ରାଇଭେଟ୍, ପୁରା ଯେମିତିକି ମୋ ଫ୍ୟାମିଲି କି ଚିହ୍ନା ପରିଚୟ କି ମୋ ସାଙ୍ଗ ସର୍କଲ୍ କେହି ବି ନଥିବେ। ସେ ଆକାଉଣ୍ଟରେ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ସେଇଥିରେ ହିଁ ଛାଡ଼ିବି ସବୁ ଭିଡ଼ିଓ। ତ ଭାବିକି ମୁଁ ଏଇ ୟୁଟ୍ୟୁବ୍ ଚ୍ୟାନେଲଟା ଖୋଲିଲି। ତ ମୋତେ ଏଇ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରତିଟି ସବସ୍କ୍ରାଇବର ମୋର ବହୁତ କ୍ଲୋଜ୍ ଫ୍ରେଣ୍ଡ, ତ ତାଙ୍କମାନଙ୍କ ପାଇଁ ମୁଁ ଭିଡ଼ିଓ ବନେଇବି। ତ ମୋତେ ଲାଗୁଛି ଟିକେ ଟିକେ ଗ୍ରୋଥ୍ ହେଉଛି। ତ ଜାଣିନି ଆଜି ନହେଲେ କାଲି ଭାଇରାଲ୍ ହେବି, କିନ୍ତୁ ମୁଁ ପ୍ରୟାସଟା ଜାରି ରଖିଥିବି ଭିଡ଼ିଓ ଛାଡ଼ିବାର। ବାସ୍ ଆପଣମାନଙ୍କ ଭଲ ପାଇବା ରହିଥିବା ଦରକାର ମୋ ପାଇଁ।